ରାୟଗଡ଼ା ଜିଲ୍ଲାର 3ଟି ଯାକ ନିର୍ବାଚନ ମଣ୍ଡଳୀରେ ଆମେ ମିଟିଂ କରିଛୁ ଏବଂ କର୍ମୀମାନଙ୍କର ମତାମତ ନେଇଛୁ। କର୍ମୀମାନଙ୍କ ଭିତରେ ଯାହା ମତାମତ ଦେବା କଥା, ଯିଏ ଯେଉଁ ପ୍ରକାର ଦଳର ସଂଗଠନକୁ କିଭଳି ଭାବରେ ମଜବୁତ କରାଯିବ, ତଳ ସ୍ତରକୁ କିଭଳି ଭାବରେ ସାଧାରଣ ଲୋକଙ୍କ ପାଖକୁ ଯାଇକି ବିଜୁ ଜନତା ଦଳ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଯାହା ଯାହା କରିଛନ୍ତି, ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ତାର ପ୍ରଚାର ପ୍ରସାର କରିବା ଏବଂ ବିଜେପି ସରକାର ଯାହା ଯାହା ଲୋକଙ୍କୁ କହିଥିଲା ସେ କିଭଳି ଭାବରେ ଲୋକଙ୍କୁ ଠକୁଛି ସେ ବିଷୟରେ ଲୋକଙ୍କୁ ବୁଝିବା ପାଇଁ କର୍ମୀମାନେ ସଚେତନ ହୋଇଛନ୍ତି ଏବଂ କର୍ମୀମାନେ ମଧ୍ୟ କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦଳକୁ ମଜବୁତ କରିବେ ଏବଂ ଦଳ ପାଇଁ ସକ୍ରିୟ ଭାବରେ କାମ କରିବେ ବୋଲି 3ଟି ଯାକ ନିର୍ବାଚନ ମଣ୍ଡଳୀରେ କର୍ମୀମାନେ ମତ ଦେଇଛନ୍ତି ଏବଂ ସମସ୍ତେ ଏକାଠି କାମ କରିବେ। ଦଳ ଏଠି ଏକାଠି ଅଛି। କିଏ କ'ଣ ଛୋଟ ମୋଟ କଥା କହିଦେଲା, କିଏ କେଉଁଠି ମଦ ପାଣି ପିଇକି କ'ଣ ଯଦି କହିଦେଲା, ତାକୁ ଯଦି ଆପଣମାନେ ନ୍ୟୁଜ୍ କରିବେ ସେଥିରେ ମୋର କିଛି କହିବାର ନାହିଁ। କିନ୍ତୁ ଦଳ ଏଠି ଏକାଠି, ସବୁ ନେତା ଏକାଠି, ସବୁ କର୍ମୀ ଏକାଠି ଏବଂ ସେମାନେ ସମସ୍ତେ ଭୋଟରଙ୍କ ପାଖକୁ ଯିବେ। ଭୋଟରଙ୍କୁ ଯାଇକି ବିଜେପିର ଯେଉଁ ବର୍ଷେ ଭିତରେ ଯେତିକି ବଦନାମୀ ହୋଇଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ କଥା କୁହନ୍ତୁ, ଡେଭଲପମେଣ୍ଟ କଥା କୁହନ୍ତୁ, ସମସ୍ତ କଥାକୁ ବନ୍ଦ କରିକି ରଖିଛନ୍ତି। ଏପର୍ଯ୍ୟନ୍ତ ଯାହା ଲୋକଙ୍କୁ କହିଥିଲେ ସାଧାରଣ ଲୋକଙ୍କର କୌଣସି କାମ କରିନାହାନ୍ତି। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଯାହା କରିଥିଲେ ସେହି କାମକୁ ବର୍ତ୍ତମାନ ସେ ନାଁ ବଦଳାଉଛନ୍ତି, ରଙ୍ଗ ବଦଳାଉଛନ୍ତି। ନାଁ ରଙ୍ଗ ବଦଳାଇ ଦେଲେ ସାଧାରଣ ଲୋକଙ୍କ ମନ ଭିତରୁ ନବୀନ ପଟ୍ଟନାୟକ କେବେ ଲିଭିଯିବେ ନାହିଁ। ନବୀନ ପଟ୍ଟନାୟକକୁ ସାଧାରଣ ଲୋକ ଭଲ ପାଉଛନ୍ତି। ଓଡ଼ିଶାର ଏକମାତ୍ର ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଆମେ ସମସ୍ତେ ତାଙ୍କର କର୍ମୀ ହିସାବରେ କାମ କରିବୁ ଏବଂ ରାୟଗଡ଼ାର ସମସ୍ତ କର୍ମୀମାନେ ପ୍ରତିଶ୍ରୁତି ଦେଇଛନ୍ତି ସମସ୍ତେ ଲୋକଙ୍କ ପାଖକୁ ଯାଇ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ପ୍ରଚାର କରିବେ ଏବଂ ଦଳକୁ ମଜବୁତ କରିବେ, ଦଳକୁ ସଂଗଠିତ କରିବେ।